ତ ଦେଖ ସାଙ୍ଗମାନେ ଆପଣମାନଙ୍କ ଭିଡ଼ିଓରେ ବି 1000 ଭ୍ୟୁଜ୍ ଆସୁଛି 5000 ଭ୍ୟୁଜ୍ ଆସୁଛି କିନ୍ତୁ ଆପଣଙ୍କ ଚ୍ୟାନେଲ୍ ଗ୍ରୋ ହେଉନାହିଁ। ତାହେଲେ ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ, କାରଣ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ କହିବି ୟୁଟ୍ୟୁବରେ କେବଳ ଭ୍ୟୁଜ୍ ଆସିଗଲେ ଚ୍ୟାନେଲ୍ ଗ୍ରୋ ହୁଏ ନାହିଁ। ତ ୟୁଟ୍ୟୁବରେ ଆମର ଏମିତି ଏକ ଜିନିଷ ଅଛି ଯେଉଁଟା ୟୁଟ୍ୟୁବ୍ ପାଇଁ ଭ୍ୟୁଜ୍ ଠାରୁ ମଧ୍ୟ ଅଧିକ ଇମ୍ପୋର୍ଟାଣ୍ଟ। ସେଇଟା ଆପଣଙ୍କୁ ଜାଣିବାର ଅଛି। ଯେହେତୁ ଆପଣମାନେ ବିଗିନର, ୟୁଟ୍ୟୁବ୍ ବିଷୟରେ ବେଶୀ କିଛି ଜାଣିନଥାନ୍ତି, ତ ହଠାତ୍ ହିଁ ଆସିକି ଆପଣମାନେ ଯଦି ଭିଡ଼ିଓ ପୋଷ୍ଟ କରିବା ଷ୍ଟାର୍ଟ କରିବେ ତାହେଲେ ଆପଣମାନେ କେବେ ବି ଆମର ୟୁଟ୍ୟୁବରେ ଗ୍ରୋ କରିପାରିବେ ନାହିଁ। ତ ଆପଣମାନଙ୍କୁ ଜାଣିବାର ଅଛି ଯେ ଆକ୍ଚୁଆଲି ୟୁଟ୍ୟୁବରେ ଗ୍ରୋ କରିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ। ତ ଭିଡ଼ିଓଟି ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକି ନା ଆପଣମାନେ ଏଇ ଭିଡ଼ିଓ ମାଧ୍ୟମରେ ବହୁତ କିଛି ଶିଖିବା ପାଇଁ ପାଇବେ ଆଉ ବହୁତ କିଛି ଜାଣିପାରିବେ। ଆଉ ଏଇ ଭିଡ଼ିଓ ଆପଣଙ୍କୁ ୟୁଟ୍ୟୁବରେ ଗ୍ରୋ କରିବା ପାଇଁ ବହୁତ ସାହାଯ୍ୟ କରିବ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏଇ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ନମସ୍କାର ସାଙ୍ଗମାନେ, ମୁଁ ଲକ୍ଷ୍ମୀ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦେଖ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ପ୍ରଥମେ ଗୋଟେ କଥା କ୍ଲିୟର କରିଦେବାକୁ ଚାହୁଁଛି ଯେ ଭ୍ୟୁଜ୍ ସବୁ କିଛି ନୁହଁ। ମାନେ ଭ୍ୟୁଜ୍ଟା ଆମ ଭିଡ଼ିଓରେ କିଛି ମ୍ୟାଟର ହିଁ କରେ ନାହିଁ କହିଲେ ଚଳେ। ମାନେ ଦେଖ, ଆମେ ଯେତେବେଳେ ବି ଆମର ଭିଡ଼ିଓଟା ଅପଲୋଡ଼ କରିଦେଉଛେ, ଆମେ ସବୁବେଳେ YT ଷ୍ଟୁଡ଼ିଓକୁ ଯାଇକି ଆନାଲିଟିକ୍ସରେ ଆମେ ଆମର ଭ୍ୟୁଜ୍ଟା ଚେକ୍ କରୁଛେ। ତାପରେ ଯଦି ଭ୍ୟୁଜ୍ଟା ବେଶୀ ଆସିଯାଇଛି ଆମେ ଖୁସି ହେଇଯାଉଛେ, ଆଉ ଯଦି ଆମ ଭ୍ୟୁଜ୍ଟା କମ୍ ଆସୁଛି ତାହେଲେ ଆମେ ଟିକେ ଦୁଃଖ ହେଇଯାଉଛେ। କିନ୍ତୁ ଆମକୁ ଗୋଟେ କଥା ମନେ ରଖିବା ଉଚିତ ଯେ ୟୁଟ୍ୟୁବ୍ ଆମର ଭ୍ୟୁଜ୍ ଦେଖିକି ଆମ ଭିଡ଼ିଓଟା ଲୋକମାନଙ୍କ ପାଖକୁ ପଠାଏ ନାହିଁ। ମାନେ ଆମ ଭିଡ଼ିଓର ଭ୍ୟୁଜ୍ ଦେଖିକି ସେ ଲୋକମାନଙ୍କ ପାଖକୁ ଆମ ଭିଡ଼ିଓଟା ରେକମେଣ୍ଡ କରେ ନାହିଁ। ତ ଗୋଟେ ଉଦାହରଣ ମୁଁ ତୁମକୁ ଦେଇକି ବୁଝାଉଛି। ଫର୍ ଏକ୍ଜାମ୍ପଲ୍, ଆମର ଦୁଇଟା ଭିଡ଼ିଓ ଅଛି। ଗୋଟେ ଭିଡ଼ିଓରେ ଗୋଟେ ଭିଡ଼ିଓଟାକୁ ଆମର 1000 ଜଣ କ୍ଲିକ୍ କରିଛନ୍ତି, ଆଉ ଗୋଟେ ଭିଡ଼ିଓରେ ଆମର 500 ଜଣ କ୍ଲିକ୍ କରିଛନ୍ତି। ତ ଯେଉଁ ଆମର 1000 ଜଣ ଗୋଟେ ଭିଡ଼ିଓଟାକୁ କ୍ଲିକ୍ କରିଛନ୍ତି ସେଟା ସେମାନେ 3 ସେକେଣ୍ଡ ଦେଖୁଛନ୍ତି, ତାପରେ ସେ ଭିଡ଼ିଓରୁ ବାହାରି ଯାଉଛନ୍ତି, ଏକ୍ଜିଷ୍ଟ କରିନେଉଛନ୍ତି। ଆଉ ଗୋଟେ ଯେଉଁ ଆମର 500 ଜଣ ଆମର ଗୋଟେ ଭିଡ଼ିଓଟାକୁ କ୍ଲିକ୍ କରିଥିଲେ, ସେ ଭିଡ଼ିଓଟା ସେମାନେ 3 ମିନିଟ୍ ଦେଖୁଛନ୍ତି, ତାପରେ ସେ ଭିଡ଼ିଓରୁ ଏକ୍ଜିଷ୍ଟ କରୁଛନ୍ତି। ତାହେଲେ ଏବେ ତମେ ନିଜେ କୁହ, ୟୁଟ୍ୟୁବ୍ ଆମର କୋଉ ଭିଡ଼ିଓଟା ଲୋକମାନଙ୍କ ପାଖକୁ ପଠେଇବ? ଅବଭିୟସଲି ଯେଉଁଟା ଆମର 3 ମିନିଟ୍ ଦେଖିଛନ୍ତି, ଯେଉଁ ଆମର 500 ଜଣ କ୍ଲିକ୍ କରିଛନ୍ତି କିନ୍ତୁ 3 ମିନିଟ୍ ଦେଖିଛନ୍ତି, ସେଇ ଭିଡ଼ିଓଟା ସିଏ ଆମର ଲୋକମାନଙ୍କ ପାଖକୁ ପଠେଇବ। କାହିଁକି? କାହିଁକି ନା ସେ ଭିଡ଼ିଓଟା ସେମାନେ ବେଶୀ ଦେଖୁଛନ୍ତି। ଆମର 1000 ଯେଉଁ କ୍ଲିକ୍ କରିଥିଲେ ସେଠି 3 ସେକେଣ୍ଡ ଦେଖୁଛନ୍ତି, ଯେଉଁଟା ଆମର 500 ଜଣ କ୍ଲିକ୍ କରିଛନ୍ତି ସେଟା ଆମର 3 ମିନିଟ୍ ଦେଖୁଛନ୍ତି। ଯେଉଁ ଭିଡ଼ିଓଟାରେ ଆମର ବେଶୀ ଟାଇମ୍ ଲୋକମାନେ ଭିଡ଼ିଓଟା ଦେଖନ୍ତି, ସେଇ ଭିଡ଼ିଓଟା ଆମର ୟୁଟ୍ୟୁବ୍ ଲୋକମାନଙ୍କ ପାଖକୁ ପଠାଏ। ତ ଆମର ଭ୍ୟୁଜ୍ ମ୍ୟାଟର ହିଁ କରେ ନାହିଁ। ତ ଦେଖ, ଆମକୁ ପ୍ରଥମେ ବୁଝିବାର ଅଛି ଯେ ଆମର ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷଟା ଆକ୍ଚୁଆଲିରେ କ'ଣ। ଆଉ ସେ ଇମ୍ପୋର୍ଟାଣ୍ଟ ଜିନିଷଟା ହେଲା ଅଡ଼ିଏନ୍ସ ରିଟେନସନ୍। ଅଡ଼ିଏନ୍ସ ରିଟେନସନ୍ କହିଲେ ଲୋକମାନେ ଆମ ଭିଡ଼ିଓଟା କେତେ ସମୟ ଦେଖୁଛନ୍ତି। ଆମ ୟୁଟ୍ୟୁବ୍ର ଭାଷାରେ ସେଇଟା ଗୋଟେ ପାୱାରଫୁଲ୍ ସିଗ୍ନାଲ। ଦେଖ, କିଛି ଲୋକ ଆମ ଭିଡ଼ିଓଟା ଦେଖୁଛନ୍ତି, ଆଉ ସେଇଟା ସେମାନେ ଯଦି ବହୁତ ସମୟ ଧରି ଦେଖୁଛନ୍ତି, ୟୁଟ୍ୟୁବ୍ ଭାବେ ନାହିଁ ୟା ଭିଡ଼ିଓଟା ଲୋକମାନଙ୍କୁ ପସନ୍ଦ ଆସୁଛି, ତାପରେ ସିଏ ଆମ ଭିଡ଼ିଓଟା ବହୁତ ଲୋକଙ୍କୁ ରେକମେଣ୍ଡ କରିବା ଷ୍ଟାର୍ଟ କରିବ। ଆହୁରି ଲୋକମାନଙ୍କୁ ଆମ ଭିଡ଼ିଓଟା ପଠେଇବ, ଆଉ ସେ ଲୋକମାନେ ଆମ ଭିଡ଼ିଓଟା ଦେଖିବେ। ତ ତମେମାନେ ବୁଝିପାରିଲ, ଆକ୍ଚୁଆଲି ଆମର ଭିଡ଼ିଓରେ ଭ୍ୟୁଜ୍ ମ୍ୟାଟର କରେ ନାହିଁ। ଯେଉଁଟା ମ୍ୟାଟର କରେ ସେଟା ହେଲା ଲୋକମାନେ ଆମ ଭିଡ଼ିଓଟା କେତେ ସମୟ ଧରି ଦେଖୁଛନ୍ତି, ଯେଉଁଟା ହେଲା ଅଡ଼ିଏନ୍ସ ରିଟେନସନ୍। ତ ତମେ ଏଇଟା ଉପରେ ଟିକେ ବେଶୀ ଧ୍ୟାନ ଦିଅ। ତ ଚାଲନ୍ତୁ ଆଗକୁ ଯିବା। ତ ଚାଲ ଏବେ ଆମେ କଥା ହେବା ଆମର ଯେଉଁ ନୂଆ କ୍ରିଏଟର ବା ଆମର ବିଗିନର ମାନେ ଥାନ୍ତି, ସେମାନେ ଆକ୍ଚୁଆଲି କୋଉଠି ଭୁଲ କରନ୍ତି। ତ ଫାଷ୍ଟ କଥା ହେଲା, ଆମର ବହୁତ ଜଣ ଭାବନ୍ତି କି ଆମର ଥମ୍ବନେଲ୍ ଭଲ, ଆମର ଟାଇଟେଲ୍ ଭଲ, ତ ଆମ ଭିଡ଼ିଓ ଭାଇରାଲ। କିନ୍ତୁ ଆକ୍ଚୁଆଲିରେ ସେମିତି ନୁହଁ। ଯଦି ତୁମ ଭିଡ଼ିଓର 30 ସେକେଣ୍ଡ ବୋରିଂ ଅଛି ତାହେଲେ ଲୋକମାନେ ତୁମ ଭିଡ଼ିଓ ଦେଖିବା ପାଇଁ ପସନ୍ଦ କରିବେନି। 30 ସେକେଣ୍ଡ ବୋରିଂ କହିଲେ କ'ଣ, ମୁଁ ସବୁବେଳେ ତୁମମାନଙ୍କୁ କୁହେ ଯେ ଯେଉଁ ଆମର ଷ୍ଟାର୍ଟିଂରେ ଆମର ଯେଉଁ 30 ସେକେଣ୍ଡ ଥାଏ ସେଇଟା ଆମେ ଟିକେ କିଛି ହୁକ୍ ଲାଇନ୍ ୟୁଜ୍ କରିବା, ନହେଲେ କିଛି ଏମିତି କହିବା ଯେମିତି ଲୋକମାନେ ଆମ ଭିଡ଼ିଓଟା ଦେଖିବା ପାଇଁ ରହିବେ, ନା କି ସେମାନେ ସେଇ ଷ୍ଟାର୍ଟ କରୁ କରୁ ହିଁ ପଳେଇବେ। ତ ଷ୍ଟାର୍ଟିଂରେ ବହୁତ ଜଣ ଆମର ତାଙ୍କର ପରିଚୟ ଦେବା ଷ୍ଟାର୍ଟ କରିଦିଅନ୍ତି, ଭାଇ ପ୍ଲିଜ୍ ସେମିତି କରନି, କାହିଁକି ନା ସେମିତି ବୋରିଂ ଲାଗେ, ତ ଲୋକମାନେ ତୁମ ଭିଡ଼ିଓ ଦେଖିବା ପାଇଁ ପସନ୍ଦ କରିବେନି। ତ ଯେଉଁ ଆମର ଷ୍ଟାର୍ଟିଂରେ ଯାହା କହୁଛ ସେଇଟା ଟିକେ ହୁକ୍ ଲାଇନ୍ ୟୁଜ୍ କର, ନହେଲେ କିଛି ଏମିତି କୁହ ସେମାନେ ତୁମ ଭିଡ଼ିଓ କ'ଣ ପାଇଁ ଦେଖିବେ, ତୁମେ ତାର ରିଜନ୍ ଦିଅ। ଯେମିତି ମୁଁ ମୋର ଭିଡ଼ିଓ ଷ୍ଟାର୍ଟ କଲା ପୂର୍ବରୁ ମୁଁ କୁହେ ଯେ ଆଜି ଆମର ଏମିତି ଭିଡ଼ିଓ ଷ୍ଟାର୍ଟ କରିବା, ମୁଁ ତୁମକୁ ରିଜନ୍ଟା ଦେଇଦିଏ। ଆମର ଭିଡ଼ିଓରେ ମୁଁ ଆଜି ଆପଣମାନଙ୍କୁ ଏମିତି କହିବି, ତ ତୁମେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ତୁମକୁ ବି ସେମିତି କିଛି ହୁକ୍ ଲାଇନ୍ ୟୁଜ୍ କରିବାର ଅଛି, ନହେଲେ ସେମାନଙ୍କୁ ରିଜନ୍ ଦେବାର ଅଛି ଯେ ନାଇଁ ତୁମ ଭିଡ଼ିଓଟା ସେମାନେ କ'ଣ ପାଇଁ ଦେଖିବେ। ବୁଝିପାରିଲ? ତ ଫାଷ୍ଟ 30 ସେକେଣ୍ଡ ଆମର ବୋରିଂ କରିବାର ନାହିଁ। ହଁ, ଥମ୍ବନେଲ୍ ଭଲ, ଟାଇଟେଲ୍ ଭଲ ଥିଲେ ଆମର ଭିଡ଼ିଓ ଭାଇରାଲ ଯାଏ, କିନ୍ତୁ ଆମର ଯଦି ତୁମେ ସେଇ 30 ସେକେଣ୍ଡଟା ଭଲ କରିନଥିବ, ଥମ୍ବନେଲ୍ ଆଉ ଟାଇଟେଲ୍ ଭଲ ଥିଲେ ବି ତୁମ ଭିଡ଼ିଓ ଭାଇରାଲ ହେବ ନାହିଁ। ତା ସହିତ ଆମର 30 ସେକେଣ୍ଡଟା ବି ମ୍ୟାଟର କରେ।
ତ ଏବେ ତ ତୁମେ ସବୁ ଜାଣିଗଲ ଯେ ଆକ୍ଚୁଆଲି ଆମର ଅଡ଼ିଏନ୍ସ ରିଟେନସନ୍ ହିଁ ଆମର ମ୍ୟାଟର୍ କରେ ଗୋଟେ ଭିଡ଼ିଓରେ। ତ ଏବେ କଥା ହେଲା ଆମର ଭିଡ଼ିଓରେ ଅଡ଼ିଏନ୍ସ ରିଟେନସନ୍ କେମିତି ବଢ଼େଇବେ? ତ ଅଡ଼ିଏନ୍ସ ରିଟେନସନ୍ ବଢ଼େଇବା ପାଇଁ ମୁଁ ଯେମିତିକି କହିଲି ଆମର ଫାଷ୍ଟ 30 ସେକେଣ୍ଡ ଆମର କିଛି ହୁକ୍ ୟୁଜ୍ କରିକି ଆମର ଭିଡ଼ିଓଟା ବନେଇବାର ଅଛି। ତାପରେ ସେକେଣ୍ଡ କଥା, ଆମେ ଯେତେବେଳେ ଆମ ଇଣ୍ଟ୍ରୋଟା କହୁଛେ ମାନେ ପ୍ରଥମ ଯେଉଁ 30 ସେକେଣ୍ଡ କହୁଛେ, ସେତେବେଳେ ଆମର ବେଶୀ କହିବାର ନାହିଁ। ଯେତିକି କହିବାର ଅଛି ଆମେ ସେତିକି କହିବା, ବେଶୀ କହିବାର ନାହିଁ। ନହେଲେ ଆମେ ଇଣ୍ଟ୍ରୋଟା ହିଁ 2-3 ମିନିଟ୍ ଲଗେଇଦେଲେ ଲୋକମାନେ ଆମ ଭିଡ଼ିଓ କ'ଣ ପାଇଁ ଦେଖିବେ? ତ ଆମକୁ ଇଣ୍ଟ୍ରୋଟା ଟିକେ ଛୋଟ ରଖିବାର ଅଛି, ବେଶୀ କହିବାର ନାହିଁ। ତା ପର କଥା ହେଲା ଆମେ ମାନେ ଲୋକମାନଙ୍କୁ କ୍ୟୁରିଓସିଟି କରିବା, ମାନେ ଆମେ ସେମାନଙ୍କୁ କିଛି ମାନେ କହିବା ଯେମିତିକି ମୁଁ ଭିଡ଼ିଓର ଶେଷରେ ଆପଣମାନଙ୍କୁ ଗୋଟେ ସିକ୍ରେଟ୍ ଟିପ୍ ବିଷୟରେ କହିବି। ଯେମିତି ଲୋକମାନେ ଆପଣମାନଙ୍କ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିବେ। ତ ଆପଣମାନଙ୍କୁ ସେମିତି କିଛି ମାନେ ଅ କରିବାର ଅଛି ତମର ଅଡ଼ିଏନ୍ସ ରିଟେନସନ୍ ବଢ଼େଇବା ପାଇଁ। ତ ଦେଖ ମୋତେ ବହୁତ ଲୋକ ପଚାରନ୍ତି କି ତାଙ୍କ ଭିଡ଼ିଓରେ ଭ୍ୟୁଜ୍ ବହୁତ ଯାଉଛି କିନ୍ତୁ ତାଙ୍କର ସବସ୍କ୍ରାଇବର ବଢ଼ୁନାହାନ୍ତି। ତ ଏହାର ଗୋଟେ ଗୋଟେ ବଡ଼ ରିଜନ୍ ହେଲା ଲୋକମାନେ ତମ ଭିଡ଼ିଓ ସହିତ କନେକ୍ଟ ହେଇପାରୁନାହାନ୍ତି। ତା ମାନେ କ'ଣ? ଦେଖ ମୁଁ ଗୋଟେ ଉଦାହରଣ ଦେଇକି ବୁଝଉଛି। ତ ତମେ ଗୋଟେ ଭିଡ଼ିଓ ଅପଲୋଡ଼ କରିଛ, ତ କିଛି ମାନେ ଜଣେ ତୁମର ଭ୍ୟୁଅର୍ ଆସିକି ତମ ଭିଡ଼ିଓଟା ଦେଖିଲା, ତାପରେ ତାକୁ ସେଠି କିଛି ନୂଆ ମିଳିଲା ନାହିଁ। ତ ସିଏ ତମକୁ ସବସ୍କ୍ରାଇବ୍ କ'ଣ ପାଇଁ କରିବ? ବୁଝିପାରୁଛ? ତ ତମକୁ ଟିକେ କଣ୍ଟେଣ୍ଟ ହିଁ ଭଲ ବନେଇବାର ଅଛି। ଆଉ ତୁମକୁ ଟିକେ ଭିଡ଼ିଓରେ ଭ୍ୟାଲ୍ୟୁ ଦେଇକି ଟିକେ ଭିଡ଼ିଓ ବନେଇବାର ଅଛି। ଆଉ ଗୋଟେ କଥା ହେଲା ତୁମେ କେବେ ବି ଆଉ ଜଣଙ୍କୁ କପି କରିକି ପୁରା ତା ଭଳିଆ ହିଁ କେବେ କଣ୍ଟେଣ୍ଟ ବନେଇବ ନାହିଁ। ତା ଭଳିଆ ହିଁ ବନେଇକି ପୁଣି ଥମ୍ବନେଲ୍ ଟାଇଟେଲ୍ ବି ବହୁତ ଜଣ ସେମିତି ସେମ୍ ହିଁ ଦେଇଦିଅନ୍ତି। ସେମିତି କେବେ କରିବ ନାହିଁ। ସେମିତି କରିବା ଦ୍ୱାରା ଲୋକମାନେ ତୁମ ଭିଡ଼ିଓ ଦେଖିବା ପାଇଁ ପସନ୍ଦ କରିବେ ନାହିଁ। ଆଉ ସେମାନେ ଅରିଜିନାଲ୍ କଣ୍ଟେଣ୍ଟ ଦେଖିବା ପାଇଁ ହିଁ ପସନ୍ଦ କରିବେ। ଏଇଟା ସବୁବେଳେ ମନେ ରଖିଥିବ। ହଁ, ଜଣଙ୍କୁ ଦେଖିକି ମାନେ ଭିଡ଼ିଓ ବନେଇବାଟା ଭଲ। ତା ମାନେ ନୁହେଁ ଯେ ତୁମେ ପୁରା ଏକ୍ଜାକ୍ଟ ମାନେ ତା ଭଳିଆ ହିଁ ମାନେ ଅ, ବନେଇବ ଆଉ ତା ଭଳିଆ ହିଁ ଥମ୍ବନେଲ୍ ଟାଇଟେଲ୍ ପୁରା ସେମ୍ ଦେଇଦେବ। ତୁମେ ଯଦି ତାଠୁ ଭିଡ଼ିଓଟା ଦେଖୁଛ ମାନେ ତାଠୁ ମୋଟିଭେଟ୍ ହେବା ପାଇଁ ବା ତାଠୁ ଇନ୍ସପିରେସନ୍ ପାଇବା ପାଇଁ, ତ ତୁମେ ତାଠୁ ଭିଡ଼ିଓଟା ଦେଖିକି ତୁମେ ତୁମ ୱେରେ ସେଇଟା ମାନେ କିଛି ତାଠୁ ମାନେ ମିଶେଇକି କିଛି ଲେଖ। ତୁମ ୱେରେ ତୁମେ ସେଇ ଭିଡ଼ିଓଟା ବନାଅ। ବୁଝିପାରିଲ? ପୁରା ସେମ୍ ତାଙ୍କ ଭଳିଆ ଆମକୁ ଭିଡ଼ିଓ ବନେଇବାର ନାହିଁ। ଏଇଟା ଗୋଟେ ଆମର ବହୁତ ମାନେ ନୂଆ ୟୁଟ୍ୟୁବର୍ ସେଇଟା ଭୁଲ କରନ୍ତି। ତ ସେଇ ଭୁଲ ଆମକୁ କରିବାର ନାହିଁ। ତ ଆଉ ଗୋଟେ କଥା ମୁଁ ମୋର ସବୁ ନୂଆ ୟୁଟ୍ୟୁବର୍ ମାନଙ୍କୁ କହିବା ପାଇଁ ଚାହିଁବି କି ଆମର ଗୋଟେ ଭିଡ଼ିଓରେ ଆମକୁ କେବେ ସକ୍ସେସ୍ ମିଳେ ନାହିଁ କି 10ଟା ଭିଡ଼ିଓରେ ବି ଆମକୁ ସକ୍ସେସ୍ ମିଳେ ନାହିଁ। ତ ଆମେ ଯେତେବେଳେ ଆମେ କନସିଷ୍ଟେଣ୍ଟଲି ଡେଲି ଅପଲୋଡ଼ କରିବା ଷ୍ଟାର୍ଟ କରିବା ତାହେଲେ ଆମକୁ ଦିନେ ନା ଦିନେ ସକ୍ସେସ୍ ମିଳିବ। ଏଇ କଥାଟା ଆପଣମାନେ ମନେ ରଖିଥିବେ। ଆଜି ଅପଲୋଡ଼ କରିକି କାଲି ଆମକୁ ରେଜଲ୍ଟ ମିଳିଯିବ ସେଟା କେବେ ବି ହୁଏ ନାହିଁ। ତ ଆମକୁ ହାର ମାନିବାର ନାହିଁ। ଆମକୁ କନସିଷ୍ଟେଣ୍ଟଲି ଭିଡ଼ିଓ ଅପଲୋଡ଼ କରିବାର ଅଛି। ତାପରେ ଦେଖିବ ତୁମକୁ ସକ୍ସେସଫୁଲ୍ ୟୁଟ୍ୟୁବର୍ ହେବାରୁ ଆଉ କେହି ମାନେ ରଖିପାରିବେନି। ତ ତମେ ଯଦି ଏବେ ଗୋଟେ ଆମର ନୂଆ ୟୁଟ୍ୟୁବର୍ ତାହେଲେ ପ୍ଲିଜ୍ ତମେ ଭ୍ୟୁଜ୍ ଉପରେ ଧ୍ୟାନ ଦିଅ ନାହିଁ। ତ ତୁମେ ସବୁବେଳେ ଆମର ଅଡ଼ିଏନ୍ସ ରିଟେନସନ୍ ଉପରେ ଧ୍ୟାନ ଦିଅ। ତାପରେ ଆମର ଅଡ଼ିଏନ୍ସ ଭ୍ୟୁ ଡ୍ୟୁରେସନ୍ ଉପରେ ଧ୍ୟାନ ଦିଅ। ତାପରେ ଆମର ୱାଚ୍ ଟାଇମ୍ ଉପରେ ଧ୍ୟାନ ଦିଅ। ବାସ୍ ମୁଁ ଯେତିକି କଥା କହିଲି ବାସ୍ ସେତିକି ତମେ ଫଲୋ କର। ତାପରେ ତୁମେ ଯଦି ଜାଣିପାରୁନ ଆମକୁ ପରଫେକ୍ଟ ସ୍କ୍ରିପ୍ଟ କେଉଁଠୁ ପାଇବାର ଅଛି ଆଉ ପରଫେକ୍ଟ ଆମର ଟପିକ୍ ଆମେ କେଉଁଠୁ ଆଣିବୁ, ତ ସେଇ ବିଷୟରେ ଅଲରେଡ଼ି ମୋ ଚ୍ୟାନେଲରେ ମୁଁ ଭିଡ଼ିଓ ଅପଲୋଡ଼ କରିଦେଇଛି। ପ୍ଲିଜ୍ ଆପଣମାନେ ଯାଇକି ଦେଖିଦିଅନ୍ତୁ। ଆପଣମାନେ ସେ ଭିଡ଼ିଓ ଦେଖି ସାରିଲା ପରେ ଜାଣିପାରିବେ ଯେ ଆକ୍ଚୁଆଲି ଆପଣମାନେ ପରଫେକ୍ଟ ସ୍କ୍ରିପ୍ଟ କେଉଁଠୁ ଆଣିବେ, ପରଫେକ୍ଟ ଟପିକ୍ କେଉଁଠୁ ପାଇବେ ଯେ ଆପଣମାନେ ଭିଡ଼ିଓ ବନେଇବେ। ତ ଆପଣମାନେ ଯାଇକି ମୋ ଚ୍ୟାନେଲରେ ସେ ଭିଡ଼ିଓ ଗୁଡ଼ା ନିଶ୍ଚୟ ଦେଖିନେବେ। ତ ଆଜିର ଭିଡ଼ିଓରେ ବାସ୍ ମୋର ଏତିକି କହିବାର ଥିଲା। ତ ଆଶା କରୁଛି ଆପଣମାନେ ଆଜିର ଏଇ ଭିଡ଼ିଓରେ ବହୁତ କିଛି ବୁଝିପାରିଥିବେ। ତ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଆଉ ଭିଡ଼ିଓଟି ମୋର କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ। ତାପରେ ଆମର ନେକ୍ସଟ ଭିଡ଼ିଓ କେଉଁ ଟପିକ୍ରେ ଦରକାର ସେଇଟା ବି ଆମର କମେଣ୍ଟରେ ନିହାତି ଜଣାଇବେ। ତ ଆଜି ପାଇଁ ଏତିକି, ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ, ଜୟ ମାତା ରାଣୀ।